ଆସିକି ନିଜେ କହୁଛନ୍ତି, କିଏ କହୁଛି ଆପଣ ଜାଣିଥିବେ, ଆଜି ଆସିକି ନିଜେ କହୁଛନ୍ତି ଆମ ଓଡ଼ିଶାବାସୀକୁ ଉକସଉଛନ୍ତି ଯେ ନବୀନ ପଟ୍ଟନାୟକ ଆଉ କେତେ ଦିନ ବଞ୍ଚିବେ, ତାଙ୍କ ଶରୀରର ପରିସ୍ଥିତି କ'ଣ, ତାଙ୍କୁ ଭୋଟ ଦିଅନ୍ତୁନି, କ'ଣ ହେବ ଆପଣଙ୍କ ଅବସ୍ଥା, ତାଙ୍କ ଭବିଷ୍ୟତ କ'ଣ, ଏମିତି କହିବା କଥା ଆଜ୍ଞା? କି ସାହସ! ଆମ ଓଡ଼ିଶାରେ ଆସିକି ଆମକୁ ଏମିତି କଥାବାର୍ତ୍ତା କରୁଛନ୍ତି, ଆମର ରକ୍ତ ଗରମ ହେଇଯିବା କଥା ନୁହଁ? ଚଣ୍ଡାଶୋକରୁ ଧର୍ମାଶୋକ ହେଇଥିଲେ କେଉଁକୁ ଜାଗିବାକୁ ପଡ଼ିବ ଆଜ୍ଞା? ଆମ ଧଉଳି ଆମର, ଆମ ଖଣ୍ଡଗିରି ଆମର, ଆମ ଦୟାନଦୀ ଆମର, ଆମ ଓଡ଼ିଶା ଆମର, ଏ ଜଙ୍ଗଲ ଆମର। ଆପଣ ବିଶ୍ୱାସ କରିବେନି ଆଜ୍ଞା, ମୋ ଭଉଣୀ ମୋତେ କହୁଥିଲା ଏ ଜଙ୍ଗଲରୁ ଖଣି ଖାଦାନରୁ କେମିତି ଜିନିଷ ସବୁ କାଢ଼ିକି ନିଆହେବ, ଟ୍ରକ୍ରେ ତ ନେଇ ହେବନି, ସବୁ ଜିନିଷ ବହୁତ ମୁସ୍କିଲ, ସେମାନେ ପାଇପ୍ ଲଗାଇବା ଆରମ୍ଭ କରୁଛନ୍ତି। ରହିବ ଏମାନେ ପୁରା ଭାରତବର୍ଷକୁ କ'ଣ କରିବେ କ'ଣ ନାହିଁ ଜଣାପଡ଼ୁନି, କିନ୍ତୁ ଓଡ଼ିଶାରେ ସେ ଜିନିଷ ରହିବନି ଆଜ୍ଞା। ଓଡ଼ିଶାରୁ ସେ ଜିନିଷ ନେବା ପାଇଁ ଚେଷ୍ଟା କରୁଛନ୍ତି। ଆପଣ ଜାଗନ୍ତୁ, ଜିନିଷକୁ ବୁଝନ୍ତୁ। ଆମର ଗ୍ରୀନ୍ ଦରକାର, ସବୁଆଡ଼େ ଗେରୁଆ 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 କରିଦେଲେଣି। ଇଏ ଠିକ୍ ନୁହେଁ ଆଜ୍ଞା, ଇଏ ଠିକ୍ ନୁହେଁ। ଜଙ୍ଗଲ ଆମର ସମ୍ପଦ, ଜଙ୍ଗଲକୁ ଖାଲି କରିବା ପାଇଁ ଆମର ଖଣିଜ ପଦାର୍ଥ ମାଙ୍ଗାନିଜ ବକ୍ସାଇଟ୍କୁ ଏମାନେ ଖାଲି କରିବା ଚକ୍କରରେ ଅଛନ୍ତି। ଠିକ୍ ନୁହେଁ ଆଜ୍ଞା, ଭୟଙ୍କର ବିପଦ ମାଡ଼େଇ ଆସୁଛି ଓଡ଼ିଶାକୁ। ଜଙ୍ଗଲ ଆମର ସମ୍ପଦ। କ'ଣ? ଜଙ୍ଗଲ ଆମର ସମ୍ପଦ ଆଜ୍ଞା। ମୁଁ କେନ୍ଦୁଝରବାସୀ, କେନ୍ଦୁଝରରେ ଜନ୍ମ ହେଇଛି, ରହିଛି, ବଢ଼ିଛି, ମୋର ପୁରା ଯୌବନ, ସ୍କୁଲ କ୍ୟାରିୟର ସବୁ ଭୁବନେଶ୍ୱରରେ, ଏବେ ରହୁଛି ମୁମ୍ବାଇରେ। କିନ୍ତୁ ଯେହେତୁ ମୁଁ କେନ୍ଦୁଝରକୁ ଦେଖିଛି, ବାତ୍ୟା ବନ୍ୟା ମାଡ଼ିକି ଆସିପାରନ୍ତିନି, କାହିଁକିନା ଆମର ପୁରା ସହରକୁ ପାହାଡ଼ ପର୍ବତ ଆଉ ଜଙ୍ଗଲ ଘେରିକି ରହିଛି ଆଜ୍ଞା। ଆମ ଯେଉଁ ବିଜେଡ଼ି ଦଳ, ସେ ଜାଣିଛି ଓଡ଼ିଶା କ'ଣ, ଜଙ୍ଗଲ କ'ଣ ଜାଣିଛି। ଅଳ୍ପ ହେଉ, ବହୁତ ହେଉ, ଖରାପ ହେଉ, ଭଲ ହେଉ, ଠିକ୍ ଠାକ୍ ହେଉ, ବିଜେଡ଼ି ତାକୁ ଥୟଥାନ କରିପାରିବ। ବାହାର ଲୋକ ଆସିଲେ ତାକୁ ଆଜ୍ଞା ଲୁଟି ନେଉଛନ୍ତି। ଆମ କଳିଙ୍ଗ ମାଟିକୁ ଲୁଟିବା ଏତେ ସହଜ ନୁହେଁ, ବୁଝନ୍ତୁ, ଜାଗନ୍ତୁ। ଇଏ ସେ କଳିଙ୍ଗ ଯିଏ ଅଶୋକକୁ ଧୂଳି ଚଟାଇ ଦେଇଥିଲେ ଦୟାନଦୀର ସେ କୂଳରେ। ଯେବେଠୁ ମୁଁ ଆଖି ଖୋଲିଛି, ତିନିଟା ଜିନିଷ ଦେଖିଛି ଆଜ୍ଞା, ତିନିଟା ଜିନିଷ: ଜଗନ୍ନାଥ, ମହାବାତ୍ୟା, ବିଜେଡ଼ି। ମୋ ଗୁରୁ ମୋତେ ସବୁବେଳେ ଗୋଟେ କଥା କହିଥିଲେ ଛୁଆବେଳୁ, ମୋର ସେଇ ଜିନିଷଟା ମାଇଣ୍ଡରେ ଅଛି, ବାରମ୍ବାର ମାଇଣ୍ଡରେ ଷ୍ଟ୍ରାଇକ୍ କରୁଛି ଯେ ଶିଆଳର ସବୁବେଳେ ମୁଣ୍ଡ ହବୁ ପଛେ ବାଘର କେବେ ଲାଞ୍ଜ ହବୁନି। ଥରେ ଲାଞ୍ଜ ହେଲା ମାନେ ତୋର ସ୍ୱତନ୍ତ୍ରତା, ଡିସିସନ୍ ନେବାର ପାୱାର ଖତମ ହେଇଯିବ। ଆଉ ଯଦି ଶିଆଳର ମୁଣ୍ଡ ହେଇଥିବୁ, ଲିଡରସିପ୍, ସବୁବେଳେ ଲିଡରସିପ୍, ଡିସିସନ୍ ନେବାର କ୍ଷମତା ତୋ ହାତରେ ଥିବ। ଏବେ ତୁ ଡିସାଇଡ୍ କର, ତୋ ହାତରେ ତୁ କ'ଣ ଚାହୁଁଛୁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ, କେମିତି ଅଛନ୍ତି ଆପଣମାନେ? ବହୁତ ବହୁତ ଧନ୍ୟବାଦ, ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କୁ ବି ମୁବାରକ, ମୋତେ ବି ମୁବାରକ। ଆପଣମାନେ ବହୁତ ଭଲ ପାଇବା ଦେଲେ ପୂର୍ବ ଭିଡ଼ିଓକୁ, ଯେଉଁଟା ମୁଁ ବିଜେଡ଼ି ବିଷୟରେ, ନବୀନ ବାବୁଙ୍କ ବିଷୟରେ, ବିଜୁ ଜନତା ଦଳ ବିଷୟରେ କହିଥିଲି। ସତ କଥା ଆଜ୍ଞା, ଯେଉଁଟା ମୁହଁରୁ ବାହାରିଛି, ହୃଦୟରେ ଅଛି, ଆପଣଙ୍କୁ ବି ଠିକ୍ ଲାଗିଛି। ଗୋଟିଏ ବି ରଙ୍ଗ କମେଣ୍ଟ, ଗୋଟିଏ ବି ଡିସଲାଇକ୍ ଆସିନି, ଗୋଟିଏ ବି ଖରାପ କମେଣ୍ଟ ଆସିନି। ଏଇ ତ ଆପଣଙ୍କର ଭଲ ପାଇବା, ଏଇ ତ ଆପଣଙ୍କ ସପୋର୍ଟ। ଟିକିଏ ଭୁଲ ପାଇଁ କ'ଣ ହେଇଗଲା ଆଜ୍ଞା, କିନ୍ତୁ ନେକ୍ସଟ ଟାଇମ୍ ଏବେ କମର କଷି ନେବା, ଆଉ ଭୁଲ ନୁହଁ। ଛୋଟ କାହାଣୀରୁ ଆରମ୍ଭ କରୁଛି ଆଜ୍ଞା, ଛୋଟ କାହାଣୀରୁ ଆରମ୍ଭ କରୁଛି। ପୂର୍ବ ଭିଡ଼ିଓକୁ ଆପଣ ବହୁତ ଭଲ ପାଇବା ଦେଇଛନ୍ତି। ଆଉ ଯେଉଁମାନେ ଏହି ଭିଡ଼ିଓ ଦେଖିନାହାନ୍ତି, ନିଶ୍ଚିତ ଭାବରେ ଯାଇକି ଦେଖିଦିଅନ୍ତୁ, ଆପଣଙ୍କର ହିଁ ଲାଭ ରହିବ। କ'ଣ ମୁଁ କହିବାକୁ ଚାହିଁଥିଲି ସେଥିରେ, ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ। ଛୋଟ କାହାଣୀରୁ ଆରମ୍ଭ କରୁଛି ଆଜ୍ଞା। ସେଇ ବିଲେଇ ଆଉ ମାଙ୍କଡ଼, ଦୁଇଟି ବିଲେଇ ଚକୁଳି ପିଠାଟେ ନେଇକି ଆସିଲେ, ଆଉ ମାଙ୍କଡ଼ ଗଛ ଉପରୁ ଦେଖୁଛି। ବିଲେଇ ଦୁଇ ଜଣ ଭାବୁଛନ୍ତି କେମିତି ଭାଗ କରିକି ଖାଇବୁ, ମାଙ୍କଡ଼ ଭାବୁଛି କେମିତି ଫାଇଦା ଉଠେଇବି, ସମ୍ପୂର୍ଣ୍ଣ ପିଠା ତକ ଖାଇଦେବି। ବିଲେଇ ଦୁଇ ଜଣ ଭାବୁଛନ୍ତି କେମିତି ଭାଗ କରିବୁ, ମାଙ୍କଡ଼ କହିଲା ଦିଅ ମୁଁ ଭାଗ କରିଦେଉଛି, ତମେ ଚିନ୍ତା କରନି। ମାଙ୍କଡ଼ ହାତକୁ ପିଠା ଦେଇ ବିଲେଇ ଦୁଇ ଜଣ ଅନେଇଲେ। ମାଙ୍କଡ଼ ପିଠାଟିକୁ ଭାଗ କଲା, କହେ ଏପଟ ଟିକେ ଛୋଟ ହେଇଯାଇଛି, ମୁଁ ଟିକେ ଖାଇକି ସମାନ କରିଦେଉଛି। ପୁଣି ଏପଟ ଯେତେବେଳେ ବଢ଼ିଯାଏ, ତାକୁ ଖାଇକି ସମାନ କରିଦିଏ। ଏମିତି ଖାଇ ସମ୍ପୂର୍ଣ୍ଣ ପିଠା ସାରିଦେଲା। ଦୁଇ ଜଣ ବିଲେଇ ମୁଣ୍ଡ କାନ ଆଉଁସିକି ଫେରିଲେ। ସେଇ ବିଲେଇ ଅବସ୍ଥା ଆମର ଆଜ୍ଞା। ଆମ ନିଜ ଘର ଲୋକ, ନିଜ ପାର୍ଟି, ନିଜ ବିଜେଡ଼ିକୁ ଛାଡ଼ି ଆମେ ଟିକେ କ'ଣ ଭୁଲ ଭଟକା ହେଇଗଲା, ବାହାର ଲୋକ ଫାଇଦା ଉଠେଇଦେଲେ ଆଜ୍ଞା। ସିଏ କିଏ ବାହାର ଲୋକ ଆପଣ ଜାଣିସାରିଥିବେ। ଏବେ ସେ ଭୁଲ କରିବାନି, ଠିକ୍ ରାସ୍ତାକୁ ପଳେଇ ଆସିବା। ନିଜ ଘର ଲୋକ, ବାହାର ଲୋକ ଆଜ୍ଞା କେବେ ସମାନ ହେଇପାରିବେନି। କେବେ ସେ ଓଡ଼ିଶାକୁ ବୁଝିପାରିବେନି। କ'ଣ ସେମାନେ ବୁଝିବେ ଜଗନ୍ନାଥ ସଂସ୍କୃତି, କ'ଣ ସେମାନେ ବୁଝିବେ ଆମ ଓଡ଼ିଶା, କ'ଣ ସେମାନେ ବୁଝିବେ ଆମ ରଥଯାତ୍ରା, କ'ଣ ନିଜ ଲୋକ, ବାହାର ଲୋକ। ଆପଣ ଦେଖୁନାହାନ୍ତି ଚେନ୍ନାଇ ଆଉ ମୁମ୍ବାଇ ବାଘ ଟିମ୍ IPLରେ, ମାନେ ତାଙ୍କ ସହିତ ଯିଏ ଲଢ଼ିବା ପାଇଁ ଯାଆନ୍ତି, ମ୍ୟାଚ୍ ଜିତିବେ କି ନାହିଁ ସେ ଆଶା ବି ସମସ୍ତଙ୍କର ନଥାଏ। ଏମିତି ଟିମ୍ ଥିଲେ ସେମାନେ ଆଜ୍ଞା।
ଯଦି ପୁରା ହାରି ବି ଯାଇଥିବେ 5 ନମ୍ବର 6 ନମ୍ବର 7 ନମ୍ବରରେ ବି ଥିବେ ଉଠିକି ମ୍ୟାଚ୍ ଜିତନ୍ତି ଆଉ ଟ୍ରଫି ନେଇଯାଆନ୍ତି ସମସ୍ତଙ୍କ ଆଖି ସାମ୍ନାରୁ। ଆଜ୍ଞା 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 କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ଦେଖନ୍ତୁ, ମାନେ ସୁପର 4ରେ ପ୍ଲେ ଅଫ୍ କ୍ୱାଲିଫାଇ କରିବା ପାଇଁ ବି ତାଙ୍କର ଆଣ୍ଠୁ ଗଣ୍ଠି ଛିଡ଼ି ଯାଉଛି। କେଉଁଥିପାଇଁ ଆଜ୍ଞା? ଏଇ ଆରେ ପ୍ଲେୟାର ତ ଠିକ୍ ଠାକ୍ ଅଛନ୍ତି, ଅସୁବିଧା କ'ଣ ହେଉଛି ପ୍ଲେୟାର ଚେଞ୍ଜ ହେଇଯାଇଛନ୍ତି। ନାଁ ସେଇଆ ଅଛି ଟିମ୍ର, କୋଚ୍ ବି ସେଇମାନେ ଅଛନ୍ତି, ଭରପୁର ପଇସା ଖର୍ଚ୍ଚ କରାହେଉଛି, ଟ୍ରେନିଂ ନିଆହେଉଛି, କିନ୍ତୁ ଯେହେତୁ ପ୍ଲେୟାର ଚେଞ୍ଜ ହେଇଯାଇଛନ୍ତି, ଖେଳାଳି ଚେଞ୍ଜ, ତାଙ୍କ ଭିତରେ କୋଅର୍ଡ଼ିନେସନ୍ ରହୁନି। ସେଇ ଜିନିଷ ଆଜ୍ଞା ବିଜେଡ଼ି ସହିତ ଆମର ସମ୍ପର୍କ ଅଛି, ଆମର କୋଅର୍ଡ଼ିନେସନ୍ ଅଛି। ବାହାର ଲୋକ ଆସିଲେ ଆମେ ହଇରାଣ ହେଇଯିବା, ଜାଣିପାରିବାନି। ଟିକିଏ ଭୁଲ ପାଇଁ ଆଜ୍ଞା, ଆମରି ଭୁଲ ପାଇଁ, ଆମ ଭୁଲକୁ ଆମେ ମାନି ନେବା ଦରକାର, ଆଉ ଭୁଲ କରିବାନି। ନେକ୍ସଟ ଟାଇମ୍ ଏ ପୁରା କମର କଷି ନିଅନ୍ତୁ। ଆପଣ ଦେଖୁନାହାନ୍ତି, ଯଦି ଗୋଟିଏ ଲୋକ ଆପଣଙ୍କ ଘରେ ପଶିକି ଆପଣଙ୍କୁ ବେହେଲେଇ ଫୁସଲେଇକି ଆପଣଙ୍କ ଘରର ସବୁ ଜାଗା ମାଡ଼ି ବସୁଛି, କେତେ ଭୟଙ୍କର କଥା ଆଜ୍ଞା ସିଏ। ଆପଣଙ୍କ ଘରକୁ ଆସୁଛି, ଆପଣଙ୍କୁ ଭଲ କହୁଛି, ଆପଣଙ୍କ ଘର ଲୋକଙ୍କୁ ଭଲ କହୁଛି, ତାପରେ କିଛି ଦିନ ପରେ ଆପଣଙ୍କ ଘରେ ପଶି ଯାଉଛି, ଆପଣଙ୍କ ଘରକୁ ମାଡ଼ି ବସୁଛି। ଏ ଅବସ୍ଥା ଆମର ଆଜ୍ଞା, ଟିକେ ଖାଲି ବୁଝିବାକୁ ଥଣ୍ଡା ମୁଣ୍ଡରେ ଚେଷ୍ଟା କରନ୍ତୁ। ମୋ ଗୁରୁ ମୋତେ ସବୁବେଳେ ଗୋଟେ କଥା କହିଥିଲେ ଛୁଆବେଳୁ, ମୋର ସେଇ ଜିନିଷଟା ମାଇଣ୍ଡରେ ଅଛି, ବାରମ୍ବାର ମାଇଣ୍ଡରେ ଷ୍ଟ୍ରାଇକ୍ କରୁଛି ଯେ ଶିଆଳର ସବୁବେଳେ ମୁଣ୍ଡ ହବୁ ପଛେ ବାଘର କେବେ ଲାଞ୍ଜ ହବୁନି। ଶିଆଳର ସବୁବେଳେ ମୁଣ୍ଡ ହବୁ ପଛେ ବାଘର କେବେ ଲାଞ୍ଜ ହବୁନି। ଶିଆଳର ସବୁବେଳେ ମୁଣ୍ଡ ହବୁ ପଛେ ବାଘର କେବେ ଲାଞ୍ଜ ହବୁନି। କାହିଁକିନା ଥରେ ଲାଞ୍ଜ ହେଲା ମାନେ ତୋର ସ୍ୱତନ୍ତ୍ରତା, ଡିସିସନ୍ ନେବାର ପାୱାର ଖତମ ହେଇଯିବ। ଆଉ ଯଦି ଶିଆଳର ମୁଣ୍ଡ ହେଇଥିବୁ, ଲିଡରସିପ୍, ସବୁବେଳେ ଲିଡରସିପ୍, ଡିସିସନ୍ ନେବାର କ୍ଷମତା ତୋ ହାତରେ ଥିବ। ଏବେ ତୁ ଡିସାଇଡ୍ କର ତୋ ହାତରେ ତୁ କ'ଣ ଚାହୁଁଛୁ। ଆଜ୍ଞା 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 ଶିଆଳର ସବୁବେଳେ ମୁଣ୍ଡ ହେବେ ପଛେ ବାଘର କେବେ ଲାଞ୍ଜ ହେବେନି। ଆମେ ମନା କରୁନୁ, ତୁମେ ସେଣ୍ଟ୍ରାଲରେ ରୁହ, ନୋ ପ୍ରୋବ୍ଲେମ୍, କିନ୍ତୁ ଆମ ଘରେ ପଶିକି ତୁମେ ଆମକୁ ଚେଞ୍ଜ କରିବାକୁ ଚେଷ୍ଟା କରନି। ଯେଉଁଟା ଯେଉଁ ଜାଗାରେ ରହିବା ଦରକାର, ସେଣ୍ଟରରେ ସେ ଦଳ ରହିବା ଦରକାର, ଆଉ ଘରେ ଆମ ଦଳ ରହିବା ଦରକାର। ଆଜ୍ଞା ଦେଖୁନାହାନ୍ତି, ଏଇ ଦେଖନ୍ତୁ ଏକ୍ଜାମ୍ପଲ୍, ବୋତଲରେ କେଉଁ ପ୍ରକାର ଠିପି ଲାଗିଛି, ତାରି ଠିପି ଲାଗିଛି ଆଜ୍ଞା, ଠିକ୍ ଠାକ୍ ଦେଖାଯାଉଛି, ଠିକ୍ ଠାକ୍ ଅଛି ପୁରା। କିନ୍ତୁ ଏ ବୋତଲରେ ମୁଁ ଆଉ ଗୋଟେ ଠିପି ଆଣିକି ଲଗେଇବି, ସେ ଲାଗିପାରେ ନ ଲାଗି ବି ପାରେ। ଯଦି ଲାଗି ବି ଗଲା ସୁନ୍ଦର ଦେଖାଯିବନି ଆଜ୍ଞା, ସୁନ୍ଦର ଦେଖାଯିବନି। ଆମର ଅବସ୍ଥା ସେଇଆ। ବିଜେଡ଼ି ଆମର, ଇଏ ବି ଦେଖୁନାହାନ୍ତି, ଇଏ ବି ଗ୍ରୀନ୍ କଲର୍। ବର୍ତ୍ତମାନ ମୁଁ ଆପଣଙ୍କୁ ଭିଡ଼ିଓ କରିବା ପାଇଁ ଏସି ଅଫ୍ କରିଦେଇଛି, ଫ୍ୟାନ୍ ଅଫ୍ କରିଦେଇଛି, କିନ୍ତୁ ଏ ହାତ ପଙ୍ଖା ଚାଲିଛି, ଏ ହାତ ପଙ୍ଖା ବି ଗ୍ରୀନ୍, ହାତ ପଙ୍ଖା ବି ଗ୍ରୀନ୍। ଆମର ସବୁ ଗ୍ରୀନ୍ ଗ୍ରୀନ୍ ଆଜ୍ଞା। ଯେବେଠୁ ମୁଁ ଆଖି ଖୋଲିଛି, ବାରମ୍ବାର ସେଇ କଥା କହୁଛି, ସେ ଭିଡ଼ିଓଟି ଯାଇକି ଦେଖନ୍ତୁ, ମୁଁ ଲିଙ୍କ୍ ଦେଇଦେଉଛି। ଯେବେଠୁ ମୁଁ ଆଖି ଖୋଲିଛି 3ଟା ଜିନିଷ ଦେଖିଛି ଆଜ୍ଞା, 3ଟା ଜିନିଷ, ଜଗନ୍ନାଥ, ମହାବାତ୍ୟା, ବିଜେଡ଼ି, ଜଗନ୍ନାଥ, ମହାବାତ୍ୟା, ବିଜେଡ଼ି। କାନରେ ବାରମ୍ବାର ସେଇ କଥା ଶୁଣିଛି, ଜଗନ୍ନାଥ, ମହାବାତ୍ୟା, ବିଜେଡ଼ି। ଆମ ଘରର 3 ଖୁଣ୍ଟ ଆଜ୍ଞା, ଜଗନ୍ନାଥ, ମହାବାତ୍ୟା ଆଉ ବିଜୁ ଜନତା ଦଳ। ଆକୁ ଛାଡ଼ିକି ଆମେ କୁଆଡ଼େ ଯିବା ଆଜ୍ଞା? ଲୋକ କହନ୍ତି କଥାବାର୍ତ୍ତାରେ, ଆମ ହିନ୍ଦୀରେ କହନ୍ତି ଯେ ପରିଚୟ ଛାଡ଼ିଦେଲେ ତୁ କୁଆଡ଼େ ଯିବୁ? ଛୁଆ, ପରିଚୟ ଛାଡ଼ିଦେଲେ ତୁ କୁଆଡ଼େ ଯିବୁ? ଆମର ପରିଚୟ ହେଉଛି ଏଇ 3ଟା ଜିନିଷ, 3 ଖୁଣ୍ଟ। କେହି ବୁଝିପାରିବେନି ଆଜ୍ଞା, କେହି ବୁଝିପାରିବେନି। ଜଙ୍ଗଲ ଆମର ସମ୍ପଦ। କ'ଣ? ଜଙ୍ଗଲ ଆମର ସମ୍ପଦ ଆଜ୍ଞା। ମୁଁ କେନ୍ଦୁଝରବାସୀ, କେନ୍ଦୁଝରରେ ଜନ୍ମ ହେଇଛି, ରହିଛି, ବଢ଼ିଛି। ମୋର ପୁରା ଯୌବନ, ସ୍କୁଲ କ୍ୟାରିୟର ସବୁ ଭୁବନେଶ୍ୱରରେ, ଏବେ ରହୁଛି ମୁମ୍ବାଇରେ। କିନ୍ତୁ ଯେହେତୁ ମୁଁ କେନ୍ଦୁଝରକୁ ଦେଖିଛି, ବାତ୍ୟା ବନ୍ୟା ମାଡ଼ିକି ଆସିପାରନ୍ତିନି, କାହିଁକିନା ଆମର ପୁରା ସହରକୁ ପାହାଡ଼ ପର୍ବତ ଆଉ ଜଙ୍ଗଲ ଘେରିକି ରହିଛି ଆଜ୍ଞା। ପାହାଡ଼ ପର୍ବତ ଜଙ୍ଗଲ ଘେରିକି ରହିଛି। ଆମ ଯେଉଁ ବିଜେଡ଼ି ଦଳ, ସେ ଜାଣିଛି ଓଡ଼ିଶା କ'ଣ, ଜଙ୍ଗଲ କ'ଣ ଜାଣିଛି। ଅଳ୍ପ ହେଉ, ବହୁତ ହେଉ, ଖରାପ ହେଉ, ଭଲ ହେଉ, ଠିକ୍ ଠାକ୍ ହେଉ, ବିଜେଡ଼ି ତାକୁ ଥଇଥାନ କରିପାରିବ। ବାହାର ଲୋକ ଆସିଲେ ତାକୁ ଆଜ୍ଞା ଲୁଟି ନେଉଛନ୍ତି। ଆମ କଳିଙ୍ଗ ମାଟିକୁ ଲୁଟିବା ଏତେ ସହଜ ନୁହେଁ, ବୁଝନ୍ତୁ, ଜାଗନ୍ତୁ। କଳିଙ୍ଗର ପ୍ରତ୍ୟେକ ବାସୀ ଜାଗନ୍ତୁ ଆଜ୍ଞା। ଇଏ ସେ କଳିଙ୍ଗ ଯିଏ ଅଶୋକକୁ ଧୂଳି ଚଟାଇ ଦେଇଥିଲେ ଦୟା ନଦୀର ସେ କୂଳରେ। ସମ୍ରାଟ ଅଶୋକ ସେଠି ନିଜକୁ ଶାନ୍ତ କରିଥିଲେ। ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହେଇଥିଲେ କେବଳ ଏଇ କଳିଙ୍ଗବାସୀ ପାଇଁ, କେବଳ ସେ ବୁଢ଼ୀ ମାଟି ପାଇଁ। ଆମକୁ ଜାଗିବାକୁ ପଡ଼ିବ ଆଜ୍ଞା। ଆମ ଧଉଳି ଆମର, ଆମ ଖଣ୍ଡଗିରି ଆମର, ଆମ ଦୟାନଦୀ ଆମର, ଆମ ଓଡ଼ିଶା ଆମର, ଏ ଜଙ୍ଗଲ ଆମର। ଆପଣ ବିଶ୍ୱାସ କରିବେନି ଆଜ୍ଞା, ମୋ ଭଉଣୀ ମୋତେ କହୁଥିଲା, ଭାଇ ତୁ ଜାଣିନୁ, ଏ ଯେଉଁ ନୂଆ ପାର୍ଟି ଆସିଛି, ଇଏ
ମାନେ ମାପିକି ନେଉଛି ଜଙ୍ଗଲରୁ ଖଣି ଖାଦାନରୁ କେମିତି ଜିନିଷ ସବୁ କାଢ଼ିକି ନିଆହେବ। ଟ୍ରକ୍ରେ ତ ନେଇ ହେବନି, ସବୁ ଜିନିଷ ବହୁତ ମୁସ୍କିଲ। ସେମାନେ ପାଇପ୍ ଲଗାଇବା ଆରମ୍ଭ କରୁଛନ୍ତି, ତାକୁ ଲିକ୍ୱିଡ଼ ହିସାବରେ ନେବେ, ସେମାନେ ଫ୍ଲୁଇଡ଼ ହିସାବରେ ନେବେ। ମୁଁ କହିଲି ଏମିତି କେମିତି ହେଇପାରିବ? ସେ କହିଲେ ତୁ ଜାଣିନୁ ଭାଇ, ସତରେ ସେମିତି ହେବ। ଆଉ ଯେତେବେଳେ ସେମାନେ ମାପିବା ଷ୍ଟାର୍ଟ କଲେ ସବୁ ଜାଗାରେ ହେଉଛି ଭାଇ, ମୁଁ ଜାଣିଗଲି କିଛି ଅସୁବିଧା ହେଉଛି। ଆମ ଓଡ଼ିଶାର ସମ୍ପଦ ଆମ ପାଖରେ ରହିବ, ଏମାନେ ପୁରା ଭାରତବର୍ଷକୁ କ'ଣ କରିବେ କ'ଣ ନାହିଁ ଜଣାପଡ଼ୁନି। କିନ୍ତୁ ଓଡ଼ିଶାରେ ସେ ଜିନିଷ ରହିବନି ଆଜ୍ଞା। ଓଡ଼ିଶାରୁ ସେ ଜିନିଷ ନେବା ପାଇଁ ଚେଷ୍ଟା କରୁଛନ୍ତି। ଆପଣ ଜାଗନ୍ତୁ, ଜିନିଷକୁ ବୁଝନ୍ତୁ। ଆମର ଗ୍ରୀନ୍ ଦରକାର, ସବୁଆଡ଼େ ଗେରୁଆ 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 କରିଦେଲେଣି। ଇଏ ଠିକ୍ ନୁହେଁ ଆଜ୍ଞା, ଇଏ ଠିକ୍ ନୁହେଁ। ଜଙ୍ଗଲ ଆମର ସମ୍ପଦ, ଜଙ୍ଗଲକୁ ଖାଲି କରିବା ପାଇଁ ଆମର ଖଣିଜ ପଦାର୍ଥ ମାଙ୍ଗାନିଜ୍ ବକ୍ସାଇଟ୍କୁ ଏମାନେ ଖାଲି କରିବା ଚକ୍କରରେ ଅଛନ୍ତି। ଠିକ୍ ନୁହେଁ ଆଜ୍ଞା। ଭୟଙ୍କର ବିପଦ ମାଡ଼ି ଆସୁଛି ଓଡ଼ିଶାକୁ ଭୟଙ୍କର ବିପଦ ମାଡ଼ି ଆସୁଛି। ଯେତେ ଯାହା ହେଇଯାଉ ପଛେ କ'ଣ କହିବି ଆପଣଙ୍କୁ, ବାତ୍ୟା ବନ୍ୟା ମହାବାତ୍ୟା ଆସୁଥିବ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭରସା ଆମ ପାଖରେ ଅଛି। ସବୁବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାକୁ ହଟେଇ ଦିଅନ୍ତି। ଆଉ ଯେଉଁ ଟିକକ ବାତ୍ୟା ବନ୍ୟା ମହାବାତ୍ୟା ଯାହା ବି ଆସୁ, ତାପରେ ଆମେ କହୁ ଯେ ନା ବିଜେଡ଼ି ଅଛି, ନବୀନ ପଟ୍ଟନାୟକ ଅଛି, ଟେନସନ୍ ନାହିଁ, ସମ୍ଭାଳିଦେବ। ସେ ଚୁଡ଼ା ହଉ ଗୁଡ଼ ହଉ ସେତିକି ଆମେ ଖାଇକି ରହିଯିବୁ। ଅଳ୍ପ ମିଳିଲେ ଅଧିକା, କମ୍ ମିଳିଲେ ବି ଠିକ୍ ଅଛି। ଘରର ଚାଳ ଛପର ଉଡ଼ିଯାଉ, କିନ୍ତୁ ଟେନସନ୍ ନାହିଁ ଆଜ୍ଞା, ବିଜେଡ଼ି ଅଛି, ସେତିକି ଭରସା ଅଛି। ବାହାର ଲୋକ, ବିଶ୍ୱାସ କରନ୍ତୁ ଆଜ୍ଞା, ବାହାର ଲୋକ ଆସିକି ଆପଣଙ୍କୁ କ୍ଷୀରି ପୁରୀ ଦେବେ, ଆପଣଙ୍କୁ ବିଶ୍ୱାସ ହେବନି। ବିଷ ବି ଥାଇପାରେ। କେତେ ଲେଭେଲରେ ରୋଷେଇ ହେଇଛି, ଚିନି ଲୁଣ କେତେ ପଡ଼ିଛି, ତେଲ କେତେ ପଡ଼ିଛି, କେତେ ପୁରୁଣା ତେଲ ଆପଣ ରୋଷେଇ କରୁଛନ୍ତି, ତେଲ ମସଲା କେତେ ଦେଇଛନ୍ତି, କୋଲେଷ୍ଟ୍ରୋଲ୍ ଅଛି, ଡାଇବେଟିସ୍ ହେବ, କ'ଣ ହେବ କେହି ଜାଣିନାହାନ୍ତି। ଖାଦ୍ୟରେ ଫୁଡ଼୍ ପଏଜନ୍ ବି ହେଇପାରେ। କିନ୍ତୁ ଆଜ୍ଞା ଘରେ ମା' ଡାକିଦେବେ, ପଖାଳ ହେଇଛି, ଶାଗ ହେଇଛି, ଆସ ଖାଇବ ସମସ୍ତେ। ଆମେ ବିଶ୍ୱାସର ସହିତ ଖାଇବୁ, କାହିଁକିନା ଘରେ ତିଆରି ହେଇଛି। ସେ ଆମ ପାଇଁ ଅମୃତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦ ଲଗେଇକି ଆପଣ ପାଆନ୍ତୁ। ବାସି ପଖାଳ ହଉ, ମହାପ୍ରଭୁ ବି ପାଇବେ, ଆମେ ବି ଖୁସି। ଦେହ ଖରାପ ହେବନି ଆଜ୍ଞା। ଶାଗ ପଖାଳ ପରା କହୁଛି, ଶାଗ ପଖାଳ ଆମର ପରିଚୟ। ଆମେ ସେ ରୁଟି ଡାଲି, ସେ ପଲଉ କ୍ଷୀରି ପାୟସକୁ ଅନେଇଛେ। ନା 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 ନା, ଏ ଭୁଲ ଜିନିଷ ଆଜ୍ଞା, ଭୁଲ କରନ୍ତୁନି। କଥା ମାନନ୍ତୁ। ଏବେ ଆସନ୍ତୁ, ଘରକୁ ଆସନ୍ତୁ, କାମଦାମରେ ସମସ୍ତେ ବ୍ୟସ୍ତ ଥିବେ, ଚୁପଚାପ ହେଇକି ଟିକେ ଭାବନ୍ତୁ। ଦୁଆର ବନ୍ଦ କରିଦେବେ, ଛୁଆକୁ ସ୍ତ୍ରୀକୁ ବାପା ମାଆଙ୍କୁ ଟିକେ ତାଙ୍କଠୁ ଅଲଗା ରହିଯିବେ, ଭାବିବେ ଆମେ କ'ଣ ଭୁଲଟା କଲେ ଆଜ୍ଞା। ଟିକିଏ ଭୁଲ ପାଇଁ ସେ ମାଙ୍କଡ଼ ମାଡ଼ି ବସିଲା। ଆମେ 2 ଜଣ ବିଲେଇ ଝଗଡ଼ା କରୁଥିଲେ ଟିକେ ପାଇଁ। ଝଗଡ଼ା ବି କେଉଁଥିପାଇଁ ଆଜ୍ଞା? ବାପ ପରା 24 ବର୍ଷ ଇଏ ସମ୍ଭାଳିଛି, ଦେଖନ୍ତୁ ୟାକୁ। ଇଏ କଳିଙ୍ଗର ମହାନାୟକ, କଳିଙ୍ଗର ଷଣ୍ଢ ଇଏ। 24 ବର୍ଷ ଆମକୁ ସମ୍ଭାଳିଛି। ବାପ ଟିକେ ଭୁଲ କରିଦେଲା ବୋଲି ଆମେ ସମସ୍ତେ ଦୂରେଇ ଯିବା? ନା ବାପ ଆଜି ବୁଢ଼ା ହେଇଗଲା ବୋଲି ତାକୁ ନେଇକି ବୃଦ୍ଧାଶ୍ରମରେ ଛାଡ଼ିଦେବା, ନା ଘରୁ ବାହାର କରିଦେବା? ଏଇ ବାପ 24 ବର୍ଷ ହେଲା ସମ୍ଭାଳିଛି। ଏଇ ବାପ ପାଇଁ ଆମ ଘରକୁ କେହି ଆଖି ଉଠେଇକି ଦେଖନ୍ତିନି, ଆପଣ ବିଶ୍ୱାସ କରିବେନି ଆଜ୍ଞା। ନ୍ୟୁଜ୍ ରିପୋର୍ଟର ହଉ, ପୁରା ଇଣ୍ଡିଆରେ ହଉ, ପରିଚୟ କରିଛି ବିଜେଡ଼ି, ପରିଚୟ କରିଛି ନବୀନ ବାବୁ। ଆମେ ୟାଙ୍କୁ ଭୁଲିବା କଥା ନୁହେଁ ଆଜ୍ଞା। ନିଜ ଲୋକ ସାଙ୍ଗରେ ଯଦି ରହିବା ଆମେ, ନା ଆମକୁ କେହି ହଲେଇ ପାରିବେନି। ଛୁଆବେଳେ ଆମେ ପଢ଼ିଛେ ଆଜ୍ଞା, ଗୋଟେ ଗୋଟେ କାଠିକୁ ଭାଙ୍ଗିବା ବହୁତ ସହଜ, କିନ୍ତୁ ଯେତେବେଳେ କାଠି ଏକଜୁଟ ହେଇଯାଆନ୍ତି ତାଙ୍କୁ ଭାଙ୍ଗିବା ବହୁତ ମୁସ୍କିଲ। ତାକୁ ଆମକୁ ଏକଜୁଟ ହେବା ପାଇଁ ପଡ଼ିବ। ମୋ ସାଙ୍ଗମାନେ ମୋତେ କହୁଛନ୍ତି, ବାରମ୍ବାର ମେସେଜ୍ କରୁଛନ୍ତି, କ'ଣ ରେ ତୁ ଯାହା କହୁଛୁ ଠିକ୍ କହୁଛୁ। ମାନେ ଏମିତି ଟେମ୍ପରେଚର ବଢ଼ିଗଲାଣି, ମାନେ ଗଛପତ୍ର କାଟିକି ପଦା କରାହେଉଛି। ଆମ ଉତ୍ତରାରେ ନାନୀ ମୋତେ କହୁଥିଲା, ଆମ ଉତ୍ତରାରେ ଜାଗା ସବୁ ଏତେ ୱାଇଡ଼ କରାହେଉଛି, ସଫା କରାହେଉଛି, ସେଠି ମେଟ୍ରୋ ଟ୍ରେନ୍ ଚାଲିବ। ମୁଁ କହିଲି ଆମ ଭାରତକୁ ଯାହା କରୁଛ, ଆମ ଓଡ଼ିଶାର ସମ୍ପଦ ପରିଚୟ ହେଉଛି ଜଙ୍ଗଲ, ଆମର ପାଣି ପବନ। ତୁମେ ୟାକୁ ଆମେରିକା କରିବା ପାଇଁ ଚାହୁଁଛ? ମେଟ୍ରୋ ଟ୍ରେନ୍ କ'ଣ ଦରକାର ଆମର? ୟାଡ଼ୁ ସିଆଡ଼ୁ ଫାଲତୁ ଜିନିଷ କରିକି ଟେମ୍ପରେଚର ଏତେ ବଢ଼ିଲାଣି, ଦେଖୁଛନ୍ତି। ଟେମ୍ପରେଚର ଆଗରୁ ଏତେ ବଢ଼ୁନଥିଲା, ଏବେ ତାପମାନ ଏତେ ବଢ଼ିଲାଣି, କ'ଣ କୁହାଯିବ? ଭୟଙ୍କର ପରିସ୍ଥିତି ହେଉଛି ଆଜ୍ଞା। ଏ ଜିନିଷକୁ ବୁଝନ୍ତୁ। ଆମକୁ ଫେରେଇ ଆଣିବାକୁ ପଡ଼ିବ ଆମର ସେ କଳିଙ୍ଗର ଶାସନ, ଅସଲି ଶାସନ। ଯେବେଠୁ ମୁଁ ଜନ୍ମ ହୋଇଛି ଦେଖିଛି ସେଇ ଶାସନ, ସେଇ ବିଜେଡ଼ି ଶାସନ। ନିର୍ବାଚନ ଆଚାର ସଂହିତାରେ ଲେଖା ହେଇଛି ଯେ ଆପଣ ନିଜର ପ୍ରଶଂସା କରନ୍ତୁ, ଆପଣ କେତେ ଭଲ ବୋଲି କୁହନ୍ତୁ, ଅନ୍ୟକୁ ଆପଣ ତଳକୁ କରିପାରିବେନି। କ'ଣ କହିଥିଲେ ଏମାନେ ଆଜ୍ଞା? ମନେ ପକାନ୍ତୁ, ସେ ଭିଡ଼ିଓ ବି ଆପଣ ସର୍ଚ୍ଚ କରିପାରିବେ, ମୁଁ ଦେଖେଇବିନି, ଆପଣ ନିଜେ ସର୍ଚ୍ଚ କରିପାରିବେ। ଆସିକି ନିଜେ କହୁଛନ୍ତି, କିଏ କହୁଛି ଆପଣ ଜାଣିଥିବେ। ଆଜି ଆସିକି ନିଜେ କହୁଛନ୍ତି, ଆମ ଓଡ଼ିଶାବାସୀକୁ ଉକସଉଛନ୍ତି ଯେ ନବୀନ ପଟ୍ଟନାୟକ ଆଉ କେତେ ଦିନ ବଞ୍ଚିବେ, ତାଙ୍କ ଶରୀରର ପରିସ୍ଥିତି କ'ଣ, ତାଙ୍କୁ ଭୋଟ ଦିଅନ୍ତୁନି, କ'ଣ ହେବ ଆପଣଙ୍କ ଅବସ୍ଥା, ତାଙ୍କ ଭବିଷ୍ୟତ କ'ଣ, ଏମିତି କହିବା କଥା ଆଜ୍ଞା? କି ସାହସ! ଆମ ଓଡ଼ିଶାରେ ଆସିକି ଆମକୁ ଏମିତି କଥାବାର୍ତ୍ତା କରୁଛନ୍ତି। ଆମର ରକ୍ତ ଗରମ ହେଇଯିବା କଥା ନୁହଁ? ବାପକୁ ଆସିକି ଏହି କଥା କହୁଛନ୍ତି। ଆପଣ ବିଶ୍ୱାସ କରିବେନି ଆଜ୍ଞା। ବାହାରେ ଯଦି କିଛି ପରିଚୟ ଅଛି, ଡରନ୍ତି ସମସ୍ତେ। ନବୀନ ବାବୁ କହିଦେଲେ କେହି, ଆପଣ ଦେଖୁନାହାନ୍ତି, ଅଳ୍ପ ହଉ ବହୁତ ହଉ, ଖରାପ ହଉ ଭଲ ହଉ, ଆମ ଭୁବନେଶ୍ୱରକୁ ସ୍ମାର୍ଟ ସିଟିର ପରିଚୟ, ପ୍ରଥମ ସ୍ମାର୍ଟ ସିଟିର ପରିଚୟ ଏଇ ବିଜେଡ଼ି ଦେଇଛି। ଓଡ଼ିଶାକୁ ଯଦି କିଏ ପରିଚିତ କରିଛି, ବିଜେଡ଼ି କରିଛି। ଆମର ଜଙ୍ଗଲ ଆମର ପରିଚୟ, ଜଗନ୍ନାଥ ଆମର ପରିଚୟ।
ଏଠିକାର ଖଣିଜ ସମ୍ପଦ ଆମର ପରିଚୟ, ଏ ସବୁକୁ ଏମାନେ ଚେଞ୍ଜ କରିବାରେ ଲାଗିଛନ୍ତି। ଜଗନ୍ନାଥଙ୍କର ଦେଖୁନାହାନ୍ତି ଆମର ଯେଉଁ ଅରୁଣସ୍ତମ୍ଭ, ଆଗରୁ କେଡ଼େ ସୁନ୍ଦର ଲୁହାର ପୁରୁଣା ବ୍ୟାରିକେଟ୍ ଲାଗିଥିଲା, ରଷ୍ଟ ଲାଗୁନଥିଲା, ଏବେ ଷ୍ଟିଲ୍ ଆଣିକି ଲଗାଇ ଦେଲେଣି। ନିଜେ ତାଙ୍କର ସେବାୟତଙ୍କୁ ପଚାରନ୍ତୁ, ସେବାୟତ ବି କହୁଛନ୍ତି ଯେ ନା ଏ ପସନ୍ଦ ଆସୁନି, ଏ କ'ଣ ଏମିତି ହେଇଗଲା, ଆମେ ଛୁଇଁ ପାରୁନୁ ବର୍ତ୍ତମାନ ଅରୁଣସ୍ତମ୍ଭକୁ। ଏଇ ଗୋଟିଏ ବର୍ଷ ପୂର୍ବର କଥା, ରଥଯାତ୍ରାର। ଏ ଭିଡ଼ିଓ ଡିଲିଟ୍ ହେଇଯାଉ, କିନ୍ତୁ ମୁଁ କହିବି ଆଜ୍ଞା, ନିଶ୍ଚିତ ଭାବରେ କହିବି, ହୃଦୟରୁ ବାହାରିଛି ମାନେ କଥା ମୁଁ କହିବି। ଆଉ ସହି ହେଉନି, ରହି ହେଉନି, ମନ୍ କି ବାତ୍ ଏଠି ଚାଲିବନି, ଏଠି ଚାଲିବ ହୃଦୟର କଥା। ଆଜ୍ଞା, ହଜାରେଟା ସିମ୍ପଲ୍ କଥା କହୁଛି, ହଜାରେଟା ଗର୍ଲଫ୍ରେଣ୍ଡ, ଯୋଉ ବାନ୍ଧବୀ କହନ୍ତି, ଆମ ଦେଶୀ ଭାଷାରେ ତାଙ୍କୁ କହନ୍ତି ମାଣ୍ଡୁ। ହଜାରେଟା ମାଣ୍ଡୁ ଥାଇକି ମଧ୍ୟ ଗୋଟେ ସ୍ତ୍ରୀର ସମକକ୍ଷ ହେଇପାରିବେନି। ଯେତେବେଳେ ଆପଣଙ୍କ ଦେହ ଖରାପ ହେବ ନା, ସେ ସ୍ତ୍ରୀ ଆପଣଙ୍କୁ କେତେ ଶୋଧୁ, ଆରେ ଅଟା ଆଣିଛ, ଆଳୁ ଆଣିଛ, କ'ଣ ରୋଷେଇ ହେବ କହିପାରେ, ଆପଣଙ୍କୁ ଗାଳି ମନ୍ଦ ଦେଇପାରେ। ଆଜ୍ଞା, ଦେହ ଖରାପ ହେଇଥିବ ନା, ଆପଣଙ୍କର ବିଛଣା ଛାଡ଼ିକି ସେ ଯିବନି, ଆପଣଙ୍କର ସେବା ଶୁଶ୍ରୂଷାରେ ଲାଗିକି ରହିଥିବ, ଦୁଇପଦ ଗାଳି କହୁଥିବ, ଦୁଇପଦ ମିଠା କଥା କହୁଥିବ, କିନ୍ତୁ ସ୍ତ୍ରୀ କେବେ ଛାଡ଼ିକି ଯିବନି। ଯଦି ବାହାରେ ଆସି କେହି ଶୋଧନ୍ତି, ସେ ହଜାରେ ମାଣ୍ଡୁ ଆପଣଙ୍କ ପାଖକୁ ଆସିବେନି, ହଜାରେ ବାନ୍ଧବୀ, ହଜାରେ ଗର୍ଲଫ୍ରେଣ୍ଡ ଆପଣଙ୍କ ପାଖକୁ, ଆପଣଙ୍କୁ ପ୍ରୋଟେକ୍ଟ କରିବା ପାଇଁ, ଆପଣଙ୍କର ପ୍ରତିରକ୍ଷା କରିବା ପାଇଁ ଆସିବେନି, କିନ୍ତୁ ମୁଣ୍ଡି ଝାଡ଼ୁ ଧରିକି ସେ ସ୍ତ୍ରୀ ଲୋକ ବାହାରି ଆସିବ, ଆପଣଙ୍କ ମାଇକିନା ବାହାରି ଆସିବ, କହିବ ଭାରି ପୋଡ଼ା, ମୋ ଗେରସ୍ତକୁ, ମୋ ସ୍ୱାମୀକୁ କହିବୁ ତୁ ଅଳ ପଇସା ରହିଜଳା। ଆପଣ ବି ବିଶ୍ୱାସ କରିଯିବେ, ମୁଁ କେଉଁ ଗର୍ଲଫ୍ରେଣ୍ଡ ମାନଙ୍କ ପାଖକୁ ଯାଉଥିଲି, ଘରେ ତ ବାଘୁଣୀ ଅଛି, ମୁଁ ୟା ସହିତ ରହିବା ଦରକାର। ନିଜ ଲୋକ ଆଜ୍ଞା, ନିଜ ଲୋକ। ପୁଅଟା ଯେତେ ଅକର୍ମା ହଉ, ଅକାଳ କୁଷ୍ମାଣ୍ଡ ହଉ, କିନ୍ତୁ ବାହାର ଲୋକ ବିପଦ ବେଳେ ଆପଣଙ୍କ ପୁଅ ହିଁ ଆପଣଙ୍କ ସାଙ୍ଗରେ ରହିବ। ବାପା କ'ଣ ଅସୁବିଧା ହେଇଛି କୁହ, ସିଏ ଆଗ ଠିଆ ହେବ। ନିଜ ଲୋକ ଆଜ୍ଞା, ନିଜ ଲୋକ। ହଜାରେ ଭଉଣୀ ଆସନ୍ତୁ ଆଜ୍ଞା, ହଜାରେ ଭଉଣୀ ଆସନ୍ତୁ, ରାକ୍ଷୀ ବାନ୍ଧିବା ପାଇଁ କେବଳ ଆସିବେ, ଦେଖେଇବା ପାଇଁ ଯେ ଦେଖ ମୁଁ ଆଉ ଗୋଟେ ଭାଇ ବନେଇଦେଲି, କିମ୍ବା ପଇସା ପତ୍ର ପାଇଁ, ଗିଫ୍ଟ ପାଇଁ ଆସିବେ। କିନ୍ତୁ ଆଜ୍ଞା, ଛୋଟ ଭଉଣୀଟେ ଘରେ ଥିବ, ଆପଣ ରାକ୍ଷୀ ନ ବାନ୍ଧନ୍ତୁ, ମୁଁ ରାକ୍ଷୀ ବାନ୍ଧିବିନି। ଛୋଟ ଭଉଣୀଟେ କହିବ ରାକ୍ଷୀ ନ ବାନ୍ଧ, ତୁ ମୋ ସାମ୍ନାରେ ଅଛୁ, ସେତିକି ବଡ଼ କଥା ରେ ଭାଇ, ତୁ ସାମ୍ନାରେ ଅଛୁ, ବଡ଼ କଥା। ଯଦି ବଡ଼ ଭଉଣୀଟେ ହେଇଥିବ, ଟିକେ କୁଣ୍ଡେଇ ହେଇଯା, ରାକ୍ଷୀ ନ ବାନ୍ଧିଲେ ନାହିଁ, ତୁ ସାମ୍ନାରେ ଅଛୁ, ତୁ ଭଲ ଅଛୁ, ତୁ ସୁଖରେ ଅଛୁ, ସେଇଟା ବଡ଼ କଥା ମୋ ପାଇଁ। ଇଏ ହେଉଛି ନିଜ ଲୋକ ଆଜ୍ଞା, ଇଏ ନିଜ ଲୋକ। କେହି ସାଙ୍ଗରେ ରହିବେନି ଆଜ୍ଞା, ଆମକୁ କାନ୍ଦିବା ପାଇଁ ବି ଲୁହ କମ୍ ପଡ଼ିଯିବ ଆମକୁ। ଆମେ ଟିକେ ଭାବିବା ଦରକାର, ଭୁଲ କରିଦେଲେ, ଏମିତି ଭୁଲ କରିବା କଥା ନୁହେଁ। ମୁଁ ତ ଆଶ୍ଚର୍ଯ୍ୟ ହେଉଛି, ମୁମ୍ବାଇରେ ଥିଲି, ଭଉଣୀ ମୋତେ କହିଲା ଯେ ସବୁ ସତ୍ତା ପରିବର୍ତ୍ତନ ହେଇଯାଇଛି ଭାଇ, ହଠାତ୍ କେମିତି ହେଲା। ମୁଁ କହିଲି 24 ବର୍ଷର ବିଶାଳ ଶାସନ, ମାନେ ବିଶ୍ୱସନୀୟ ଶାସନ ନବୀନ ବାବୁଙ୍କର କେମିତି ଚେଞ୍ଜ ହେଇଗଲା। ହେବା କଥା ନୁହେଁ, କେଉଁଠି ଭୁଲ ହେଇଗଲା, ଟିକେ ପାଇଁ ସେ ମାଙ୍କଡ଼ ଆସିକି ମିରିଗ ନାଟ କରିଦେଲା, ଆସିକି ଘରେ, ବାଘ ଘରେ ଆସିକି ମିରିଗ ନାଟ କରିଦେଲା। କି ବାଘ ନା, ବାଘଟି ଇଏ, ବାଘ ଘରେ ମିରିଗ ନାଟ ହେଇଗଲା। ଭୁଲ କରିବାନି ଆଜ୍ଞା, ଭୁଲ କରିବାନି, ପଶିଯିବା। ଏ ଓଡ଼ିଶା କଳିଙ୍ଗ ମାଟିକୁ ଲୁଟିବା ଏତେ ସହଜ ନୁହେଁ। ବାରମ୍ବାର କହୁଛି, ମୁଁ ଆହ୍ୱାନ କରୁଛି ଯେତିକି ଆମର ଓଡ଼ିଶାବାସୀ ଅଛନ୍ତି, ଏ ଭୁଲ କରିବାନି। ଆମେ ରେଡ଼ି ହେଇଯିବା, ପ୍ରସ୍ତୁତ ହେଇଯିବା ଲଢ଼ିବା ପାଇଁ। ଏଥର କେବଳ ବିଜେଡ଼ି ଶାସନ। ସେ ହଜାରେ ମାମୁଁ ମାଇଁ ଯେତିକି ସାଙ୍ଗ ବନ୍ଧୁ ହୁଅନ୍ତୁ, ପୁରା ଲାଗିଯାଉ, ପୁରା ବଂଶ, କିନ୍ତୁ ଆଜ୍ଞା ସେ ଯୋଡ଼ିଏ ମାତା ପିତାଙ୍କଠୁ କେହି ବଳେଇ ଯିବେନି। ମାତା ପିତା ଆପଣ ପାଇଁ ଯାହା କରିବେ ଆଉ କେହି କରିପାରିବେନି ଆଜ୍ଞା। ଦାଦା ଖୁଡ଼ି ଯାହାକୁ ବି ଡାକି ନିଅନ୍ତୁ, ମାତା ପିତାଙ୍କ ସମକକ୍ଷ ହେଇପାରିବେନି। ଯେ 24 ବର୍ଷର ସେ ଶାସନ ଆଜ୍ଞା, ଯିଏ ଆମକୁ ପରିଚୟ ଦେଇଛି, ତା ପୂର୍ବରୁ ଥିଲା ଆଜ୍ଞା ପୁଣି ଆଉଥରେ ସେଇ ଜିନିଷ, କିନ୍ତୁ କେହି ସେ ପରିଚୟ ପାଇନାହାନ୍ତି। ପରିଚୟ ଦେଇଛି ଏ ଶଙ୍ଖ। ମହାଭାରତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଗବାନ ଶ୍ରୀକୃଷ୍ଣ, ମହାପ୍ରଭୁ ଶ୍ରୀରାମ ଶଙ୍ଖ, ନିଜର 5 ଜନ୍ୟ ଶଙ୍ଖ ବଜେଇକି ଯୁଦ୍ଧ ଆରମ୍ଭ କରିଥିଲେ, ଫୁଲ ଧରିକି ବୁଲି ନଥିଲେ। ନା। ଏ ଭିଡ଼ିଓ ଡିଲିଟ୍ ହେଇଯାଉ, କିନ୍ତୁ ମୁଁ କହିବି ଆଜ୍ଞା, ନିଶ୍ଚିତ ଭାବରେ କହିବି, ବିଜେଡ଼ି ଆମ ନିଜର ନା। ଯାହା ସୁବିଧା ହଉ, ଅସୁବିଧା ହଉ, ଭୁଲ ହଉ, ଠିକ୍ ହଉ, ଭୁଲ ଭଟକା ହଉ, ଭଲ ଜିନିଷ ହେଇ ଚାଲୁ, ବିଜେଡ଼ି ଆମର ସବୁ କଥା ବୁଝିବ। ବିଜେଡ଼ି ଓଡ଼ିଶାକୁ ଚିହ୍ନିଛି, ଓଡ଼ିଶାକୁ ଓଡ଼ିଶା ହିସାବରେ ରଖିବ। ଏମାନେ ଓଡ଼ିଶାକୁ ଚେଞ୍ଜ କରିବାରେ ଲାଗିଛନ୍ତି ଆଜ୍ଞା। ଇଏ ଦଳ, ଏ ପାର୍ଟି ଓଡ଼ିଶାକୁ ଚେଞ୍ଜ କରିବାରେ ଲାଗିଛନ୍ତି, ଠିକ୍ ନୁହେଁ। ଇଏ ଆମ ଓଡ଼ିଶାର ପରିଚୟ ନିଜର କ'ଣ ଆଜ୍ଞା, ଜଙ୍ଗଲ, ଜଗନ୍ନାଥ, ତାର ପାଣି ପବନ, ଇଏ ତାକୁ ହଟେଇବାକୁ ଲାଗିଛନ୍ତି। ଓଡ଼ିଶାକୁ କ'ଣ ଆମେରିକା କରିବ ତମେ? ଇଏ ଠିକ୍ ନୁହେଁ ଆଜ୍ଞା, ଠିକ୍ ନୁହେଁ, ବୁଝନ୍ତୁ ଏ ଜିନିଷକୁ। ଶୁଣିଥିଲି ଯେ ମାତୃଭୂମି ମାତୃଭାଷାରେ ମମତା, ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା, ଅଜ୍ଞାନ ରହିବେ କାହିଁ। ଗଙ୍ଗାଧର ମେହେରଙ୍କର ସେଇ ସ୍ୱଭାବ କବି। ଆମର ସ୍ୱଭାବ ହେଉଛି ଆଜ୍ଞା ଆମ ଓଡ଼ିଶା।
ହଁ, ଆମେ ଏଗୁଡ଼ାକୁ କରିପାରିବାନି। ଦେଖନ୍ତୁ ତ ଆଜ୍ଞା, ଆମେ କେତେ ଓଡ଼ିଆ ପଢ଼ିକି ଲେଖିକି ଓଡ଼ିଆରେ PhD କରିକି ମଧ୍ୟ ଆମ କଥା କେହି ଶୁଣୁନାହାନ୍ତି। କିନ୍ତୁ ନବୀନ ବାବୁ ସେ ଖଣ୍ଡି ଓଡ଼ିଆରେ ଆସିକି ଓଡ଼ିଆ ଶିଖିଲେ, ଇଂଲିଶ ଶିଖିଥିଲେ, ଆସିକି ବାଧ୍ୟବାଧକତାରେ ଓଡ଼ିଶା ଶିଖିଲେ, ଓଡ଼ିଶାକୁ ଭଲ ପାଇଲେ, ଓଡ଼ିଶାରେ ଶାସନ କରିବା ପାଇଁ, ସେବା କରିବା ପାଇଁ ଆସିକି ଖାଲି ଗୋଟିଏ ଶବ୍ଦ ସେ ଖଣ୍ଡି ଓଡ଼ିଆରେ କହିଦେବେ ଧୀର ମନ୍ତ୍ରରେ, ଆପଣମାନେ ଖୁସି ତ, ସେତିକିରେ ଆମ ଛାତି କୁଣ୍ଡେ ମୁଣ୍ଡ ହେଇଯିବ, ଫୁଲିଯିବ, ଭରସା ଆସିଯିବ। ଆଜ୍ଞା ନବୀନ ପଟ୍ଟନାୟକ ଅଛି, ଟେନସନ୍ ନାହିଁ, ଇଏ ସମ୍ଭାଳିବ, ଇଏ ସମ୍ଭାଳି ଦେବ ଆଜ୍ଞା, ଆମେ ଜାଣିଛେ। ଏମାନେ ସମ୍ଭାଳିବେ ଓଡ଼ିଶାକୁ? ଓଡ଼ିଶା କ'ଣ ଏମାନେ ଜାଣିନାହାନ୍ତି? ଓଡ଼ିଶାର ସଂସ୍କୃତି ଏମାନେ ଜାଣିନାହାନ୍ତି? କ'ଣ କରିପାରିବେ ଆଜ୍ଞା ଏମାନେ? ଏମାନେ ଓଡ଼ିଶାକୁ ପୁରା ଭାରତରେ ମିଶାଇବା ପାଇଁ ଲାଗିଛନ୍ତି। ଭାରତରୁ ଓଡ଼ିଶା ଏକ ଅଲଗା ହେଇକି ଦେଖାଯାଏ ଆଜ୍ଞା। ତାର ଓଡ଼ିଶାକୁ ଆପଣ ଦେଖନ୍ତୁ, ପୁରା ଶଙ୍ଖ ଦେଖାଯାଏ, ଶଙ୍ଖ କ୍ଷେତ୍ର। ଶଙ୍ଖ ବାଜୁଛି ଆଜ୍ଞା, ଶଙ୍ଖକୁ ଆମେ ହଜେଇବାନି। ଇଏ କେବେ ପଦ୍ମ ଫୁଲ ହେଇପାରିବନି ଆଜ୍ଞା। ଇଏ ସବୁବେଳେ ଶଙ୍ଖ ଥିଲା, ଶଙ୍ଖ ଅଛି, ଶଙ୍ଖ ରହିବ। ଆମେ ଚେଷ୍ଟିତ ହେବା ଦରକାର, ଆମେ ବୁଝିଯିବା ଦରକାର। ଟିକିଏ ଭୁଲ ପାଇଁ ଅସୁବିଧା ହେଇଗଲା। ନବୀନ ବାବୁ ଭଳିଆ ଲୋକ ମିଳିବେ ଆଜ୍ଞା? ଥରେ କହିଲେ, ଆପଣ ଛାତିରେ ହାତ ରଖି ଆପଣ ଥରେ କହିଲେ, ନବୀନ ବାବୁଙ୍କ ଭଳିଆ ଲୋକ ମିଳିବେ? ଏ ଜିନିଷକୁ ଆମର ବୁଝିବାର ଅଛି ଆଜ୍ଞା। କେହି ଆମ ସାଙ୍ଗରେ ରହିବେନି, କେହି ଆମ ସାଙ୍ଗରେ ରହିବେନି। ଯଦି ରହିବେ ସେଇ ଜିନିଷ ଆଜ୍ଞା, ସେଇ ଜିନିଷ ପରିଚୟ ଆମର ପରା। ଆମ ପରିଚୟକୁ ଛାଡ଼ିକି, ଘର ଛାଡ଼ିକି ଆମେ ବାହାରକୁ ଯିବା, ଭଡ଼ା ଘରେ ରହିବା? ନିଜର ଘର ଅଛି, ନିଜର ଗାଁ ମାଟି ଅଛି। ନିଜର ଗାଁ ମାଟି ହେଉଛି ଜଗନ୍ନାଥ, ନିଜର ଗାଁ ମାଟି ହେଉଛି ମହାବାତ୍ୟା, ନିଜର ଗାଁ ମାଟି ହେଉଛି BJD। ଚିନ୍ତା କରନ୍ତୁ ଆଜ୍ଞା, ଚିନ୍ତା କରନ୍ତୁ, ଚିନ୍ତା କରନ୍ତୁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।